ଗୀତା, ମୋ ପର୍ସରେ 5,000 ଟଙ୍କା ଥିଲା, ଏବେ କ'ଣ 2,000 ଟଙ୍କା ଅଛି? ଆଉ 3,000 ଟଙ୍କା ଗଲା କୁଆଡ଼େ? ମୁଁ କୋଉ ପଇସା ଏକା ଜାଣିନି, ମତେ ସେଟା ପଚାରନି। ହଁ, ମୁଁ ପଇସା ଏକା ଦେଖିନି କି ଜାଣିନି। ଏତେ ଭଦ୍ର ଲୋକ ଦେଖେନି। ଆରେ ଘରେ ପର୍ସ ଥିଲା ମାନେ ତ ପଇସା ଘରେ ଥିବ ନା, ଆଉ ଗଲା କୁଆଡ଼େ? ଆରେ କୋଉ ପଇସା, କେମିତିକା ପଇସା? ମୁଁ ତ କୋଉ ଦିନଠୁ 500 ଟଙ୍କିଆ ନୋଟ ବି ଦେଖିନି। ଆଚ୍ଛା, 500 ଟଙ୍କିଆ ନୋଟ ଦେଖିନ ନା? ଠିକ ଅଛି, ତମେ ତାହେଲେ ବହୁତ ଦିନ ହେଲା 500 ଟଙ୍କିଆ ନୋଟ ଜମା ଦେଖିନ ନା? ମୁଁ ଜମା ବି ଦେଖିନି। ସତ କହୁଛ ନା? ସତ କହୁଛି। ହଉ ଠିକ ଅଛି, ତାହେଲେ ମୁଁ ତମ ଭାଇକି କହିଦେବି ଯେ ମୋ ପର୍ସରୁ 5,000 ଟଙ୍କା ଚୋରି ହେଇଗଲା। କାହିଁକି ନା ତମର ଏଇ ଭାଇ ଦେଇଥିଲା 5,000 ଟଙ୍କା ମୋବାଇଲର EMI ଭରିବା ପାଇଁ। ଯଦି ଏଇ ମାସରେ EMI ଭରା ନହେଲା ତାହେଲେ ଆର ମାସକୁ ନା 10,000 ଫାଇନ କରିକି ଗଣିବ। ଠିକ ଅଛି, ମୁଁ ତମ ଭାଇ କହିଦେବି, କ'ଣ ଅଛି ହେଲା? ଏ ପଇସା ମୋ ଭାଇ ଦେଇଥିଲେ। ହଁ, ତମ ଭାଇ ଦେଇଥିଲେ EMI ଭରିବା ପାଇଁ। ତମ ପର୍ସରେ ନା ହୁଁ ପଇସା ଥୁଆ ହେଇଥିଲା। ହୁଁ। ମୁଁ କହିଲି ଏତେ ପଇସା ଗୁରା କଣ ଥୁଆ ହେଇଛି, ତମେ କୁଆଡେ ହଜା ହଜି କରିଦବ। ହଁ। ମୁଁ ସେଥିପାଇଁ ନେଇକି ସାଇତିକି ରଖିଦେଇଛି। ମୁଁ ଆଣୁଛି ହେରି। ଏଇ ନୂଆ ଭାଇ କଥା କହିଲା ଗୋଟେ ପଇସା ବାହାରି ଆଣୁଛି, ଏଇନା ପଇସା ବାହାରି ପଡୁଛି ନା? ହଁ, ଆଣୁଛି ଏଇ ନୁ ଆଣିବୁନି କୁଆ ଯିବ ଆଉ? ଆଣ 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 ପଇସା ଆଣ।